এইটা ମୋର ଫାର୍ଷ୍ଟ ଫିଲ୍ମ ତ ଥ୍ୟାଙ୍କ୍ସ ଟୁ ଆମ ଡିରେକ୍ଟର ସାର୍ ମତେ ଏଇ ଅପରଚ୍ୟୁନିଟି ଦେଇଛନ୍ତି। ଏଇଟା ମୋର ଫାର୍ଷ୍ଟ ମୁଭି ତ ମୁଁ କ୍ୟାମେରା ସେନ୍ସ କଣ ଜାଣିନଥିଲି ତ ଏଇଥିରେ ମୁଁ କରିଛି ଆଉ ଭଲ ଭଲ ଆକ୍ଟର ସହିତ କାମ କରିଛି ମୋ ନୈନା ଦାସ ବିକ୍ରାଜ ଭାଇ ତ ବହୁତ ଭଲ ଲାଗିଛି ତାଙ୍କ ସହିତ କାମ କରିବାକୁ। ବହୁତ ପ୍ରଥମ ଥର ତ ନର୍ଭସ ବହୁତ ଥିଲି ଫାର୍ଷ୍ଟ ଟାଇମ୍ ଯେହେତୁ କରିଥିଲି ତ ବହୁତ ନର୍ଭସ ଥିଲି ତ ବହୁତ ଖୁସି ଅଛି ତ ଥ୍ୟାଙ୍କ୍ସ ଟୁ ଆମ ଡିରେକ୍ଟର ସାର୍ ଆମର ପ୍ରୋଡ୍ୟୁସର ସାର୍ କି ତାଙ୍କର ମତେ ସେ ଅପରଚ୍ୟୁନିଟି ଦେଇଛନ୍ତି ତ ଆଉ କଣ କହିବି। କଣ ଦେଖିଲେ ଆପଣଙ୍କ ଭିତରେ ଆପଣଙ୍କର ଆଖି ଆମର ଅଡିସନ ହେଇଥିଲା ଅଡିସନ ରେ ସେ ସିଲେକ୍ଟ କରିଥିଲେ ଓଡିଶାରେ ପଚାରିଥିଲେ ଆକ୍ଟିଂ କରିବାକୁ କହିଥିଲେ ତ ଆକ୍ଟିଂ କରିକି ଦେଖିଥିଲେ ତାଙ୍କୁ। କଣ ଡାଇରେକ୍ଟ ଥିଲା ତମ ବିଷୟରେ? ତମ ଓଡିଶାରେ ଆମର ଡାଇଲଗ ଥିଲା କି ଗୋଟେ ତୁ ମୋର ସାଙ୍ଗ କ୍ୟାରେକ୍ଟର ସେଥିରେ ତ ଗୋଟେ ସାଙ୍ଗକୁ କେମିତି ଗାଇଡ କରିବା କଥା କଣ କରିବା କଥା ତ ତା ମ୍ୟାଟରକୁ ନେଇକି ସେ ମତେ କହିଥିଲେ। କେମିତି ଆକ୍ଟିଂ ବହୁତ ନର୍ଭସ ଥିଲି ଫାର୍ଷ୍ଟ ଟାଇମ୍ ଯେହେତୁ ମୋର କ୍ୟାମେରା ଫେସ୍ ମୁଁ କ୍ୟାମେରା କଣ ଜାଣିନଥିଲି ତ କ୍ୟାମେରା ଜାଣିଥିଲି କିନ୍ତୁ ମୋର ଫାର୍ଷ୍ଟ ଟାଇମ୍ ଯେହେତୁ ମୁଭିରେ କ୍ୟାମେରା ତ ମୁଁ ତା ଭିତରେ କିଛି ଜାଣିନଥିଲି ତ ଫାର୍ଷ୍ଟ ଟାଇମ୍ ମୁଁ କ୍ୟାମେରା ଫେସ୍ କରିଛି କି ମୁଭିରେ। କଣ ପାଇଁ ଇଚ୍ଛା ହେଲା କିଛି ହେଇପାରିଥାନ୍ତା ମତେ ଆକ୍ଟିଂ ଲାଇନ୍ ବହୁତ ପସନ୍ଦ। କାହାକୁ ଦେଖିକି ଇଚ୍ଛା ହେଇଥିଲା ଏଇ ରିଙ୍ଗ ଲାଇନ୍ ଆସିବା ପାଇଁ? କାହାକୁ ଦେଖିକି ନାହିଁ ମୁଁ ସମସ୍ତଙ୍କୁ ଦେଖିକି ସମସ୍ତଙ୍କୁ ଡ୍ୟାନ୍ସ ଦେଖିକି ମତେ ଇଚ୍ଛା ହେଇଥିଲା କି ମୁଁ ଆକ୍ଟିଂ ଲାଇନ୍ ଯିବି। ଆଚ୍ଛା ଡ୍ୟାନ୍ସ ଦେଖିକି ଆକ୍ଟିଂ ଲାଇନ୍ ଆସିବା ଆଜ୍ଞା ଆଗାମୀ ଦିନରେ ତ ସେଇଟା ତ ସମୟ କହିବ। ଆପଣ କହିପାରିବେ? ନା ନା ମୁଁ କେମିତି କହିବି। ନା 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 କିଛି ଆଗକୁ କିଛି ହବନି ସେମିତି ଯଦି ସିଚୁଏସନ ଆସିଲା ତ ମୁଁ ସେ ଜାଗାକୁ ପାଦ ପକେଇବି। ନୂଆ ନୂଆ ଝିଅ ଆସିକି ବହୁତ ହଇରାଣ ହେଇଯାଇଛି। ଆଜ୍ଞା ତ ତାଙ୍କୁ କଣ କହିବି ସେ ଦେଖିକି କାମ କରନ୍ତୁ ଯଦି କିଛି ଆସୁଛି ତାଙ୍କ ଜୀବନରେ ସେମିତି ତ ସେ ଜାଗାରୁ ମୁଭ୍ ଅନ୍ କରିଯାଆନ୍ତୁ। ଆପଣ ଯଦି ସେଗୁଡା ଆସିବ କିଛି ଆପଣ କରିବେ? ହଁ ମୁଁ କରିଦେବି। ସେ ଯଦି ଜଣେ ପ୍ରଡ୍ୟୁସର ଲୋକ ଚିଙ୍ଗମ ଟାଇପ କରିଦେବ ବୋଲି ଭାବିଥିବେ ସେଇଭଳି ପ୍ରଡ୍ୟୁସର କଣ କରିବେ? ମୁଁ ସେ ଜାଗାକୁ ହିଁ ଯିବିନି ଯଦି ମୁଁ ଜାଣିଲି ସାମ୍ନା ବାଲା ସେମିତି ତାହେଲେ ମୁଁ ସେ ଜାଗାକୁ ହିଁ ଯିବିନି। କଣ ମେସେଜ ଦେବେ ଆପଣ ଯୋଉମାନେ ଝିଅ ଆଶା ନେଇକି ଅଛନ୍ତି ଆମେ ଫିଲ୍ମ କରିବୁ ତ ଏଇଭଳିଆ ଗୋଟେ କଣ ପ୍ରଥମେ ଆମ କ୍ୟାରେକ୍ଟର ପ୍ରଥମେ ନିଜକୁ ଜଗ ତାପରେ ଯାଇକି ସାମ୍ନା ବାଲାକୁ ଦେଖିବ। ନିଜେ ଆଗ କ୍ୟାରେକ୍ଟରକୁ ଦେଖ ଯଦି ତମକୁ ଯୋଉ ଜାଗାକୁ ଭଲ ଲାଗୁଛି ତମେ ଯାଅ ଆକ୍ଟିଂ ଲାଇନ ହଉ କି ଆମର ଯୋଉଠି ଯଦି ତମକୁ ଆକ୍ଟିଂ କରିବାକୁ ଭଲ ଅଛି ଯଦି ସାମ୍ନା ବାଲା ତମକୁ ଆପ୍ରୋଚ କରୁଛି କୌଣସି କଥା ପାଇଁ ତାହେଲେ ତମେ ସେ ଜାଗାକୁ ଯାଅ ନା। ପ୍ରଥମେ ତ ବାପା ମାଙ୍କୁ ଦେଖ ତମ ବାପା ମା ତମକୁ ବହୁତ କଷ୍ଟରେ ବଢେଇଛନ୍ତି ତା ମାନେ ନୁହଁ କି ତମେ ସବୁ କିଛି ସାକ୍ରିଫାଇସ କରିକି ତମେ ସେ ଜାଗାକୁ ଯିବ। ତମେ ସେ ଜାଗାରୁ ମୁଭ୍ ଅନ୍ କରିଯାଅ ତମ ବାପା ମାଙ୍କ ଖୁସି ପାଇଁ। ଘର ଲୋକ କେତେ ଖୁସି ଅଛନ୍ତି ଆପଣ ବହୁତ ଖୁସି ଅଛନ୍ତି। ସେମାନେ କଣ ମେସେଜ ଦେବେ? ଦର୍ଶକ ମାନଙ୍କୁ ଏ ମେସେଜ ଦେବେ କି ସେ ଆସନ୍ତୁ ଥିଏଟରକୁ ମୁଭି ଦେଖିକି ଯାଆନ୍ତୁ ଗୋଟେ ପାରିବାରିକ ଫିଲ୍ମ ଏଟା ବହୁତ ଭଲ ହେଇଛି। ରିଲିଜ କେବେ ହଉଛି? ନେକ୍ସଟ ମନ୍ଥ ରିଲିଜ ହବ।